ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ଜିଲ୍ଲାପାଳ ଅନୁଧ୍ୟାନ କଲେ 54 ଗୋଟି ଅଭିଯୋଗ। କୋରାପୁଟ ଜିଲ୍ଲା ଦଶମନ୍ତପୁର ବ୍ଲକ ଅନ୍ତର୍ଗତ 16 ଗୋଟି ପଞ୍ଚାୟତ ରହିଥିବା ଶତାଧିକ ଲୋକମାନଙ୍କ ଅଭିଯୋଗକୁ ନେଇ ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର ମିଶନ ଶକ୍ତି ସଭାଗୃହଠାରେ ଜିଲ୍ଲାପାଳଙ୍କ ଦ୍ୱାରା ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଜିଲ୍ଲାପାଳଙ୍କ ମିଳିତ ଜନଶୁଣାଣିରେ ବ୍ୟକ୍ତିଗତ ଭାବେ 28 ଏବଂ ସାମୂହିକ ଭାବେ 26 ସର୍ବମୋଟ 54ଟି ଅଭିଯୋଗ ହୋଇଥିଲା। ଏହି ଜନଶୁଣାଣିକୁ ସ୍ଥାନୀୟ ଗୋଷ୍ଠୀ ଉନ୍ନୟନ ଅଧିକାରୀ ମିଲନ କୁମାର ଝାଙ୍କରଙ୍କ ଗୁରୁତ୍ୱପୂର୍ଣ୍ଣ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଜିଲ୍ଲାପାଳ ଭି କୀର୍ତ୍ତିଭାସନ ଯୋଗଦେଇ ବିଭିନ୍ନ ସମସ୍ୟାଗୁଡ଼ିକୁ ପରଖୁଥିବାର ଦେଖିବାକୁ ମିଳିଥିଲା। ଏଥିରେ ସମ୍ମାନିତ ଅତିଥି ଭାବେ ଉପଜିଲ୍ଲାପାଳ ବେଣୁଧର ଶବର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, କୋରାପୁଟ ଆରକ୍ଷୀ ଅଧୀକ୍ଷକ, ବ୍ଲକ ଉପାଧ୍ୟକ୍ଷ ଅରୁଣ କୁମାର ଚେଟ୍ଟି, ଡିଡିଏଚ୍ ସୁଦାମ ବିଶ୍ୱାଳ, ବ୍ଲକ ଅଧ୍ୟକ୍ଷା ପୂର୍ଣ୍ଣିମା ଜାନି ଏବଂ ସ୍ଥାନୀୟ ତହସିଲଦାର ପ୍ରିୟା ପୁଷ୍ପାଞ୍ଜଳି ବେହେରା ଇତ୍ୟାଦି ଯୋଗ ଦେଇଥିଲେ। ଏହି ଅଭିଯୋଗ ଶୁଣାଣିରେ ସମସ୍ତ ବିଭାଗୀୟ ମୁଖ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ। ଏହି କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ ଜିପିଡିଓ ବେଦବ୍ୟାସ ହରପାଲ, ଜିପିଓ ସ୍ମୃତିରଞ୍ଜନ ନାୟକ, ବିଆରସି ମହେଶ୍ୱର ଦାସ, ଓଏଲ୍ଏସ୍ ଅଧିକାରୀ ଫିରୋଜ ଲିମା, ବିପିସି ରଜତ କୁମାର ବିଡ଼ିକା, ପିଏଚ୍ଡି ଜେଇ ସଞ୍ଜୀବ କୁମାର ଅଲ୍ଲୀ ଏବଂ ଧର୍ମେନ୍ଦ୍ର ନାୟକ। ଏହି ଅଭିଯୋଗର ମୁଖ୍ୟ ଉଦ୍ଦେଶ୍ୟ ଥିଲା ବିଶେଷ କରି ରାସ୍ତାଘାଟ ମରାମତି, ଆବାସ ଯୋଜନା, ବାର୍ଦ୍ଧକ୍ୟ ଭତ୍ତା, ପାନୀୟ ଜଳ, ଜାତି ପ୍ରମାଣପତ୍ର, ବାସିନ୍ଦା ପ୍ରମାଣପତ୍ର, ଶୌଚାଳୟ ଓ ବିଦ୍ୟାଳୟର ଗୃହ ନିର୍ମାଣ ଏବଂ ଅନ୍ୟାନ୍ୟ ବିଷୟଗୁଡ଼ିକୁ ଆଲୋଚନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ ଯଥା ଆର୍ଡି ଜେଇ ଦୁର୍ଗାପ୍ରସାଦ ମାରାଣ୍ଡି, ଏ ଅଭିଷେକ ସରଙ୍ଗୀ, ଡିଡବ୍ଲ୍ୟୁଡି ସୁନୀଲ କୁମାର ତାଣ୍ଡି, ଏଡିଏସ୍ ପିଡି ନରସିଂହ ନାୟକ, ଡବ୍ଲ୍ୟୁ ପୀତାମ୍ବର ନାୟକ, ସୁରେନ୍ଦ୍ର ତୁରୁକ, ଜେଇ ପୂର୍ଣ୍ଣଚନ୍ଦ୍ର ସେଠୀ, ଏଏମ୍ଆଇ ଡିଭିଜନ କରୁଣା ସାଗର ବେହେରା, ଜନାଥନ ହିଆଲ, କେତକୀ ଜାନି, ଏଡିଓ ରାଜକୁମାର ସାରଥୀ, ଆଇଆଇସି ସୁକୁମା ହାସଦା, ସିଡିପିଓ ସୁକନ୍ତଳା ଦାସ, ସ୍ଥାନୀୟ ଡାକ୍ତର ଦୀପକ ସାମଲ, ବିଓ ଦୟାସିନ୍ଧୁ ବାଘ, ପିଇଓ, ଜିଆର୍ଏସ୍, ସରପଞ୍ଚ, ସମିତି ସଭ୍ୟ ଏବଂ ବ୍ଲକର ସମସ୍ତ କର୍ମକର୍ତ୍ତାମାନେ ଇତ୍ୟାଦି ଉପସ୍ଥିତ ଥିଲେ। ପରବର୍ତ୍ତୀ ସମୟରେ ଜିଲ୍ଲାପାଳ ଅଭିଯୋଗ ଜନଶୁଣାଣିକୁ ପରିସମାପ୍ତ କରି ମାଲକାନଗିରି ପଞ୍ଚାୟତ ସ୍ଥିତ କାଉଗୁଡ଼ା ଗ୍ରାମ ନିକଟରେ ଥିବା ଉଦ୍ୟାନ କୃଷି ବିଭାଗ ପକ୍ଷରୁ କରାଯାଇଥିବା ଟବରି ଚାଷକୁ ଅନୁଧ୍ୟାନ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ଏମ୍ବିକେ, ସିଆର୍ସି, ସରପଞ୍ଚ, ସମିତି ସଭ୍ୟ ଏବଂ ପିଇଓ ଦ୍ୱାରା ଜିଲ୍ଲାପାଳଙ୍କୁ ଫୁଲତୋଡ଼ା ଦେଇ ସ୍ୱାଗତ ଓ ସମ୍ବର୍ଦ୍ଧନା କରାଯାଇଥିଲା। କୋରାପୁଟରୁ ତପନ ହିଆଲଙ୍କ ରିପୋର୍ଟ, A1 ଓଡ଼ିଶା।